ଖୋର୍ଦ୍ଧା ଜିଲ୍ଲାର ବୋଲଗଡ଼ ନିକଟରେ ଥିବା ଏହି ଛୋଟିଆ ଗାଁଟିର ନାଁ ଚୁଡ଼ା। ଆଖପାଖ ଅଞ୍ଚଳରେ କାହାର ଶଗଡ଼ କିଣିବା ଦରକାର ହେଲେ ସେମାନେ ଏଇ ଗାଁକୁ ଧାଇଁ ଆସନ୍ତି। ତା ଛଡ଼ା ଯାନିଯାତ୍ରା ଓ ମେଳନ ପଡ଼ିଆରେ ଚୁଡ଼ା ଶଗଡ଼ର ନାଁ ରହିଛି ତାର ମଜବୁତ ଗଢ଼ଣ ଓ ଭଲ କାରିଗରୀ ପାଇଁ। ସ୍ଥାନୀୟ ଲୋକଙ୍କ ମତରେ ଚୁଡ଼ା ଗାଁରେ ପ୍ରାୟ 150 ବର୍ଷ ଧରି ଶଗଡ଼ ତିଆରି ହେଉଛି। ଆଗେ ଗାଁଟା ସାରା ସମସ୍ତେ କେବଳ ଶଗଡ଼ ତିଆରିରୁ ସ୍ୱଚ୍ଛନ୍ଦ ଭାବେ ଚଳୁଥିଲେ ମଧ୍ୟ ଏବେ ଆଉ ସେ ଅବସ୍ଥା ନାହିଁ। ଶଗଡ଼ ବହୁତ ବାପ ଅମଳରୁ ଶଗଡ଼ ତିଆରି ହେଇଯାଉଛି। ଆଉ ଗାଡ଼ି ମଟର ହେଇଯିବାରୁ ଗାଁରେ ଶଗଡ଼ ଡିମାଣ୍ଡ ମାନେ ସବୁ କମିଗଲାଣି। ଶଗଡ଼ ତିଆରି ପାଇଁ ବ୍ୟବହୃତ ବାନ୍ଧଣ ଓ ଶାଳ କାଠ ଆଗ ଭଳି ମିଳୁନି। ଜଙ୍ଗଲ ନିୟମ କଡ଼ାକଡ଼ି ହେବା ପରେ ଏବେ ନିମ୍ବ ଓ ଚାକୁଣ୍ଡା କାଠ ଉପରେ ଅଧିକ ନିର୍ଭର କରୁଛନ୍ତି ଚୁଡ଼ା ଗାଁର କାରିଗରମାନେ। କିଛି ଦୂରରେ ଥିବା ଆଉ ଗୋଟିଏ ଗାଁ ସୁନାଖଳାରେ ଏଭଳି ଶଗଡ଼ ମଧ୍ୟ ତିଆରି ହୁଏ। ତେବେ ଚୁଡ଼ା ଗାଁର ବିଶେଷତ୍ୱ ହେଉଛି ଶଗଡ଼ କାରିଗରମାନେ ଜାତିରେ ମହାରଣା ନହେଲେ ମଧ୍ୟ ସେହି ବୃତ୍ତିକୁ ପୁରୁଷାନୁକ୍ରମିକ ଭାବେ ଆଦରି ନେଇଛନ୍ତି ଏଯାଏଁ। ମୋର ଗୁରୁ ହଉଛନ୍ତି ମହାରଣା ଯେ ହେଲେ ସୁଦ୍ଧା ଆମେ କାମ ଶିଖି ଯାଇଛୁ। ଆମେ ହଉଛୁ ଖଣ୍ଡାୟତ, ମହାରଣା ନୁହେଁ। ଏବେ ଗାଁର 20ଟି ପରିବାର ଧରି ରଖିଛନ୍ତି ସେହି ଶଗଡ଼ ତିଆରିର କାମକୁ। ସମୟ ଏବେ ବଦଳିଛି। ଗାଁଗୁଡ଼ିକୁ ଛୋଟ ଛୋଟ ଟ୍ରକ୍, ଟ୍ରାକ୍ଟର ଓ ଅନ୍ୟାନ୍ୟ ଗାଡ଼ି ମଟର ଯିବା ଯୋଗୁଁ ଶଗଡ଼ର ଭୂମିକା କ୍ରମେ ଗୌଣ ହୋଇ ପଡ଼ିଛି। ଆଉ ଶଗଡ଼ର ଚାହିଦା ମଧ୍ୟ କମିବା ସାଙ୍ଗକୁ କମିଗଲାଣି ଚୁଡ଼ା ଗାଁ କାରିଗରଙ୍କ ପାଇଁ ରୋଜଗାରର ସୁଯୋଗ। ତଥାପି ସେମାନେ ସମୟର ପ୍ରବାହରେ ନିଜକୁ ଗଡ଼େଇ ଚାଲିଛନ୍ତି ଖାଲ ଢିପ ରାସ୍ତାରେ ସେମାନଙ୍କ ହାତ ତିଆରି ଶଗଡ଼ ଚକ ଗଡ଼ି ଚାଲିବା ଭଳି।